যদি ମୋ ଝିଅ ଲଜ୍ଜାହୀନ କାର୍ଯ୍ୟ କିଛି କରେ ତାହେଲେ ଆପଣ ତାକୁ କ୍ଷମା କରିବେ, ନିର୍ଲଜ୍ଜା। ଦୁଇ ହେଉଛି ଚୋରଣୀ, ଯଦି ସେ ଘରୁ କିଛି ଚୋରି କରିଛି ତାହେଲେ ତାର ଦୋଷକୁ ମଧ୍ୟ କ୍ଷମା କରିବେ ହେଲା। ତିନି ହେଲା ଡାଆଣୀ। ଡାଆଣୀ କ'ଣ ବୁଝୁଛନ୍ତି? ନିର୍ଲଜ୍ଜା, ଚୋରଣୀ, ଡାହାଣୀ ହେଲା। ଯଦି ସେଇଭଳି ଗୁଣ ତା ପାଖରେ କିଛି ପରିଲକ୍ଷିତ ହୁଏ ତାହେଲେ ଆପଣ କ୍ଷମା କରିବେ ହେଲା। ତାପରେ ହେଉଛି ବ୍ୟଭିଚାରିଣୀ। ଯଦି ବ୍ୟଭିଚାରରେ ସେ ଲିପ୍ତ ରହେ, ଯଦି ସେମିତି କିଛି ଭୁଲ ସେ କରୁଛି ତାହେଲେ ସେ ଦୋଷ ଦେଖିଲେ ଆପଣ କ୍ଷମା କରିବେ। ତାପରେ କଟୁଭାଷିଣୀ। କଟୁଭାଷିଣୀ କହିଲେ କ'ଣ? ଯୋଉ ତିକ୍ତତା ପୂର୍ଣ୍ଣ କଥା, ଯୋଉ କଥା କହିଲେ ଅନ୍ୟକୁ କଷ୍ଟ ଦିଏ, ସେଇଭଳି ଭାଷା ଯଦି ସେ ପ୍ରୟୋଗ କରୁଛି ତାହେଲେ ତାକୁ କ୍ଷମା କରିବେ। ତାପରେ ହେଲା ହିଂସାକାରିଣୀ। ଯଦି ପରିବାରରେ ସେ ହିଂସା ସୃଷ୍ଟି କରେ, କଳହ ସୃଷ୍ଟି କରେ, କଳହର ବୀଜ ବପନ କରେ ତାହେଲେ ତାକୁ ମଧ୍ୟ କ୍ଷମା କରିବେ। ତାପରେ ଦୁଷ୍କର୍ମକାରିଣୀ। ଯଦି ସେ ଅନ୍ୟ ପ୍ରତି ଦୁଷ୍କର୍ମ କରେ ତାହେଲେ ତାକୁ ମଧ୍ୟ କ୍ଷମା କରିବେ। ଆରେ ଦୁଷ୍କର୍ମ ଖାଲି ପୁରୁଷମାନେ କରନ୍ତି, ନାରୀମାନେ କରିପାରିବେ? ସେଇଥିପାଇଁ ନାରୀ ନିର୍ଯାତନା ପୁରୁଷ ନିର୍ଯାତନା ନାହିଁ। ଯଦି ସେ ପୁରୁଷକୁ ନିର୍ଯାତନା ଦିଏ ହେଲା ତାହେଲେ ତାକୁ ସେ ତାର ବ୍ୟାଖ୍ୟା କରିବାକୁ ବହୁତ କଥା ତାର ସେଇ ଟର୍ମଟା ଯୋଉ ଟର୍ମଟା କହୁନାହାନ୍ତି ସେ ଟର୍ମର ବହୁତ ଅର୍ଥ ଅଛି। ଜୀବନ ଛାଡ଼ିକୁ ଆମର କାଟିବୁ। ତାପରେ ହେଉଛି ମିଥ୍ୟାବାଦୀ। ଯଦି ସେ ମିଥ୍ୟା କୁହେ, ପ୍ରତ୍ୟେକ କଥାରେ ଯଦି ସେ ମିଥ୍ୟା କହୁଛି ତାହେଲେ ତାକୁ କ୍ଷମା କରିବେ। ସର୍ବଦା ଅସନ୍ତୁଷ୍ଟ, ପ୍ରତ୍ୟେକ କଥାରେ ଆପଣ ଯେତେ ତାକୁ ଭଲ ଦେଲେ ବି ସେ ସବୁବେଳେ ଅସନ୍ତୋଷ ହିଁ ହେଇଯିବେ, ହଁ ତାହେଲେ ବି ତାକୁ କ୍ଷମା କରିବେ। ଲାଷ୍ଟଟା ହେଲା ଶାଶୁ ଘରୁ ବାରମ୍ବାର ବାପ ଘରକୁ ପଳେଇବେ। ପ୍ରତ୍ୟେକ କଥାରେ କୌଣସି କଥାରେ ସାମାନ୍ୟ କଳି ହଉ କି ମାନ ମନାନ୍ତର ହଉ ସେ ସବୁବେଳେ ବାପ ଘରକୁ ଯିବା, ବାପ ଘର ପ୍ରଶଂସା କରିବା, ବାପ ଘରକୁ ଟେକିକି ରଖିବା। ଯଦି ଏ କାମ କରେ ତାହେଲେ ଏଇ ଦୋଷଟାକୁ କ୍ଷମା କରିବେ। ହଁ